ଓଡ଼ିଆ କାବ୍ୟ ସାହିତ୍ୟ ରସାନୁଭୂତି ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ରୀତି ଯୁଗର ବା କାବ୍ୟ ଯୁଗର ଶେଷ ପର୍ଯ୍ୟାୟର କବି ଆଦିବାସୀ ସମ୍ପ୍ରଦାୟର କନ୍ଧ ସମ୍ପ୍ରଦାୟର ଜଣେ କବି ଆପଣମାନେ ଜାଣିଛନ୍ତି। ସେ ହେଉଛନ୍ତି ଭୀମ ଭୋଇ ଏବଂ ଭୀମ ଭୋଇଙ୍କର ଯେଉଁ ଅସାଧାରଣ ସାଧନା ଏବଂ ସେଥିରେ ସିଦ୍ଧିଲାଭ କରିବା, ବିଶେଷତଃ ଶୂନ୍ୟ ବ୍ରହ୍ମର ନିରାକାର ଅରୂପ ଅଲେଖ ନିରଞ୍ଜନ, ଏଇ ଯେଉଁ ବ୍ରହ୍ମ ଯାହାର ରୂପ ନାହିଁ ରେଖ ନାହିଁ, ଅଛ ନିଜେ ଲେଖିଛନ୍ତି ସେ ରୂପରେଖ ନାହିଁ ହେ ଶୂନ୍ୟ ଦେହି ଅଛ ବିଜେ ହୋଇ। ବା ଆପଣମାନେ ଜାଣିଛନ୍ତି ଏଇ ଆଦିବାସୀ ସମ୍ପ୍ରଦାୟ କନ୍ଧ ସମ୍ପ୍ରଦାୟର କବି ସାଧକ ଭୀମ ଭୋଇଙ୍କର ଯେଉଁ ସାହିତ୍ୟ କୃତି ରହିଛି, ତାଙ୍କର ସରଳ ସାବଲୀଳ ଭାଷାରେ ଗୋଟେ ବୋଲି, ତାକୁ ସ୍ତୁତି ଚିନ୍ତାମଣି କୁହାଯାଉଛି, ସଂକଳିତ ହୋଇଛି ସ୍ତୁତି ଚିନ୍ତାମଣି ନାମରେ ଯେଉଁ ବୋଲି 100ଟି ବୋଲି ବା କବିତା ସରଳ ସାବଲୀଳ ତତ୍ତ୍ୱ ଭାବଗର୍ଭକ ଏବଂ ଉପନିଷଦୀୟ ଚିନ୍ତାଧାରା, ବେଦ ଉପନିଷଦର ଚିନ୍ତାଧାରା, ବ୍ରହ୍ମ ବିଷୟକ ଆଉ ନିରାକାର ବ୍ରହ୍ମ, ଶୂନ୍ୟ ବ୍ରହ୍ମ, ଜ୍ୟୋତି ରୂପ, ସେଇ ଆଦିବାସୀ ସମ୍ପ୍ରଦାୟର କବି ଭୀମ ଭୋଇଙ୍କର ସାହିତ୍ୟକୁ ଆପଣମାନେ ମଧ୍ୟ ଅଳ୍ପ ଉଣାଧିକ ଜାଣିଛନ୍ତି। ଏବଂ ଓଡ଼ିଶାରେ ବିଶେଷତଃ ସେ ଅଲେଖ ଧର୍ମର ପ୍ରଚାରକ, ପ୍ରବର୍ତ୍ତକ ଏବଂ ପ୍ରଚାରକ ଭାବରେ ମହିମା ଗୋସାଇଙ୍କ ଠାରୁ ବା ମହିମା ଗୁରୁଙ୍କ ଠାରୁ ଦୀକ୍ଷା ନେବା ପରେ ଯେଉଁ ତାଙ୍କର ଭାବ ମନରେ ଜାଗ୍ରତ ହୋଇଛି, ତାକୁ ସେ ରୂପାୟିତ କରିଛନ୍ତି ବିଭିନ୍ନ ବୋଲି ମାଧ୍ୟମରେ। ତେଣୁ ଏଇ ସ୍ତୁତି ଚିନ୍ତାମଣି, ଆଜି ଯେଉଁ ବିଷୟ ମୁଁ ଆଲୋଚନା କରିବି ସେ ହେଉଛି ସ୍ତୁତି ଚିନ୍ତାମଣିର ଯେଉଁ 100ଟି ବୋଲି ରହିଛି ଏବଂ ତାକୁ ବୋଲି ବୋଲି କୁହାଯାଇଛି, ଗୀତ ନ କହି ସେ ବୋଲି ବୋଲି ତାକୁ କହିଛନ୍ତି। ଏଇ ଯେଉଁ ସାଧକ ଭୀମ ଭୋଇଙ୍କର ବାଣୀ, ଯାହାକି ଆପଣ ଜାଣିଛନ୍ତି ଯେ ଜାତିସଂଘ ପର୍ଯ୍ୟନ୍ତ, ଅର୍ଥାତ୍ ସେଠି ଲେଖା ହେଇଛି, ଆପଣ ଜାଣିବେ ଏଇ ଯେଉଁ ବାର୍ତ୍ତା ତାଙ୍କର ସମଗ୍ର ବିଶ୍ୱକୁ ଉଦ୍ବୁଦ୍ଧ କରିଛି, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। ଏଇ ଯେଉଁ ବାଣୀ ସେ ଦେଇଛନ୍ତି, ମହତ୍ ବାଣୀ, ଏବେ ମଧ୍ୟ ଉଜ୍ଜୀବିତ ହୋଇକରି ଆମର ଓଡ଼ିଶାରେ ମଧ୍ୟ ବହୁଳ ଭାବରେ ସେଇ ବାଣୀଟି ମଧ୍ୟ ପ୍ରଚାରିତ। ଏବଂ ଏଇଭଳି ତତ୍ତ୍ୱ ଭିତ୍ତିକ ଯେଉଁ ବାଣୀ ସେ ଲେଖିଛନ୍ତି ବୋଲି ଆକାରରେ, ଆସନ୍ତୁ ମୁଁ ଆଉ ତାଙ୍କ ବିଷୟରେ ବିଶେଷ ଆଲୋଚନା ନ କରି କେବଳ ଏତିକି କହିବି ଯେ ଜଣେ ଆଦିବାସୀ କନ୍ଧ ସମ୍ପ୍ରଦାୟର ଲୋକ, ପୁଣି ବାଲ୍ୟକାଳରେ ସେ ଅନ୍ଧ ହୋଇଯାଇଥିଲେ ବା ଯୌବନରେ ସେ ଅନ୍ଧ ହୋଇଯାଇଥିଲେ ବୋଲି ଅଛି, ବଣ ପାହାଡ଼ରେ ବୁଲୁଥିଲେ ଜଣେ ଅନ୍ଧ ଲୋକ ଏବଂ କନ୍ଧ ସମ୍ପ୍ରଦାୟର, ଅଥଚ ଏଇଭଳି ମହତ୍ ବାଣୀ, ଉପନିଷଦୀୟ ଚିନ୍ତାଧାରା, ବ୍ରହ୍ମ ବିଷୟକ ଆପଣମାନେ ଜାଣିଛନ୍ତି ଯେ କେହି ଶୈବ, କେହି ଶାକ୍ତ, କେହି ଗାଣପତ୍ୟ, କେହି ସୌର, କେହି ଏଇଭଳି ଭାବରେ ଅନେକ ଧର୍ମ, କେହି ବୈଷ୍ଣବ, ଏଇଭଳି ଅନେକ ଧର୍ମ ଆମର ଓଡ଼ିଶାରେ ରହିଛି। କିନ୍ତୁ ତା ଭିତରେ ମଧ୍ୟ ଏଇ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାରକ ସିଦ୍ଧ ସାଧକ ଭୀମ ଭୋଇଙ୍କର ବାର୍ତ୍ତା ମଧ୍ୟ ସେ ଅନୁସାରେ ଓଡ଼ିଶାର ଜନଜୀବନକୁ ପ୍ରଭାବିତ କରିଛି। ତାଙ୍କର ବହୁ ଶିଷ୍ୟ ଏବେ ମଧ୍ୟ ଅଛନ୍ତି। ଆପଣମାନେ ଜାଣିଛନ୍ତି ଜୋରନ୍ଦା, ଢେଙ୍କାନାଳ ପାଖରେ ଥିବା ଯେ ଜୋରନ୍ଦା ଅଛି ମହିମା ଗାଦି, ସେଇଠି ମେଳା ହୁଏ। ତଦ୍ ବିଷୟରେ ମୁଁ ବିଶେଷ କହୁନି। ଏଇ ଯେଉଁ ମହିମା ଧର୍ମର ପ୍ରବର୍ତ୍ତକ ଏବଂ ପ୍ରଚାରକ ଭୀମ ଭୋଇଙ୍କର ସ୍ତୁତି ଚିନ୍ତାମଣି ହେଉଛି ଆଜିର ଆଲୋଚ୍ୟ ବିଷୟ। ତଦ୍ ବିଷୟରେ ମୁଁ ଆଉ ତାଙ୍କ ବିଷୟରେ ବିଶେଷ ନ କହିକିରି ଆସନ୍ତୁ ସ୍ତୁତି ଚିନ୍ତାମଣିରେ କ'ଣ ସେଇ ଯେଉଁ 100ଟି ବୋଲି ଲେଖିଛନ୍ତି, 1ରୁ 100 ପର୍ଯ୍ୟନ୍ତ ବୋଲି, ପ୍ରତ୍ୟେକ ବୋଲି ପୁଣି 100ଟି ବୋଲି, ପୁଣି ପ୍ରତ୍ୟେକ ବୋଲି ହେଉଛି 20 ପଦ ବିଶିଷ୍ଟ। ଆପଣ ଯେଉଁ ବୋଲିଟି ଆଲୋଚନା କରନ୍ତୁ ବା ପଢ଼ନ୍ତୁ, 20ଟି ପଦ। ତେଣୁ ଏଇଭଳି ଭାବରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି, ଯାହାକି ଆଜି ପର୍ଯ୍ୟନ୍ତ ଓଡ଼ିଆ ଜନମାନସକୁ ଉଜ୍ଜୀବିତ କରି ରଖିଛି ଏବଂ ସାରସ୍ୱତ ଭଣ୍ଡାରକୁ ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ସମୃଦ୍ଧ କରି ରଖିଛି, ସେହି ତତ୍ତ୍ୱ ବାଣୀ ଅଲେଖ ବା ମହିମା ବା ନିରାକାର ନିର୍ଲେପ ନିରଞ୍ଜନ ବ୍ରହ୍ମର ଉପାସକ ଏବଂ ଧର୍ମ ମହିମା ଧର୍ମ ପ୍ରଚାରକ ସ୍ତୁତି ଚିନ୍ତାମଣିର ଲେଖକ ଭୀମ ଭୋଇଙ୍କ ବିଷୟରେ ଆଲୋଚନା କରିବା।
ସେ ପ୍ରଥମେ ଗୋଟିଏ ଗୀତର ବା ବୋଲିର ଯେଉଁ 100ଟି ବୋଲି ତାଙ୍କର ସଂକଳିତ ହୋଇଛି ସେଥିରେ ଗୋଟିଏ ବନ୍ଦନା ତାଙ୍କର ଦିଆଯାଇଛି। ଅତି ସୁନ୍ଦର ଭାବରେ ଦେଖନ୍ତୁ ବନ୍ଦନାଟି ମଧ୍ୟ ସେଇ ବ୍ରହ୍ମ ବିଷୟକ ଚିନ୍ତାରୁ ଆରମ୍ଭ ହୋଇଛି। ଅଲେଖಂ ସଦ୍ଗୁରୁ ପଞ୍ଚ ଅଲେଖಂ ସଦ୍ଗୁରୁ ପଞ୍ଚ ସତ୍ୟଧର୍ମ ପ୍ରକାଶିତ ଅଲେଖಂ ସଦ୍ଗୁରୁ ପଞ୍ଚ ସତ୍ୟଧର୍ମ ପ୍ରକାଶିତଂ ସର୍ବଧର୍ମୋପରି ଶ୍ରେଷ୍ଠଂ ସର୍ବଧର୍ମୋପରି ଶ୍ରେଷ୍ଠଂ ଭକ୍ତି ମୁକ୍ତିର୍ନ ସଂଶୟ। এই ଅଲେଖ ଯିଏକି ସଦ୍ଗୁରୁ ମୁଁ ବ୍ରହ୍ମ ବିଷୟକ ଆଲୋଚନା ଯେଉଁ କରୁଛି ଯେ ସତ୍ୟ ଧର୍ମର ଯୁଗେ ଯୁଗେ ସତ୍ୟ ଏବଂ ଧର୍ମର ପ୍ରକାଶକ ସେ ହେଉଛନ୍ତି ପ୍ରକାଶମାନ। ଆଉ ସମସ୍ତେ ବିଲୟ ହୋଇଯାଉଛନ୍ତି। ସେ ଏକମାତ୍ର ବ୍ରହ୍ମ ଯିଏ ହେଉଛନ୍ତି ଯୁଗ ଯୁଗ ସତ୍ୟ ଏବଂ ଧର୍ମର ସନାତନ ସିଏ ହେଉଛନ୍ତି ଶାଶ୍ୱତ ଏବଂ ସନାତନ। ଆଉ ଯେତେ ସବୁ ହେଉଛନ୍ତି କ୍ଷୟଶୀଳ ସେ ହେଉଛନ୍ତି ଅକ୍ଷର। ଭଗବତ ଗୀତାରେ ଯାହା କୁହାଯାଉଛି ସେ ହେଉଛନ୍ତି ଅକ୍ଷର ପୁଣି ବେଳେବେଳେ ମଧ୍ୟ କ୍ଷର। ଏଇ ଯେଉଁ ଅରୂପ ଏବଂ ବେଳେବେଳେ ରୂପ ଗ୍ରହଣ କରନ୍ତି, ବେଳେବେଳେ ସାକାର ରୂପକୁ ମଧ୍ୟ ନିଅନ୍ତି। କେତେବେଳେ ଅଲେଖ ବ୍ରହ୍ମ, କେତେବେଳେ ନିରଞ୍ଜନ, କେତେବେଳେ ସନାତନ ଏବଂ କେତେବେଳେ ମଧ୍ୟ ସଗୁଣ ବ୍ରହ୍ମ ରୂପରେ ରାମକୃଷ୍ଣ ପ୍ରଭୃତି ରୂପରେ ସେ ମଧ୍ୟ ଆବିର୍ଭୂତ ହୋଇକରି ଧର୍ମ ଯୁଗେ ଯୁଗେ ଧର୍ମ ଏବଂ ସତ୍ୟର ବାଣୀ ପ୍ରଚାର କରିଛନ୍ତି। ଏଇଭଳି ଯେଉଁ ବ୍ରହ୍ମ ଯିଏକି ଜ୍ୟୋତିଷ୍ମାନ ବା ଜ୍ୟୋତି ରୂପ ଅସାବ ଆଦିତ୍ୟ ବ୍ରହ୍ମ, ସେମାନେ ମହିମା ଧର୍ମୀମାନେ ଆପଣ ଜାଣିବେ ସୂର୍ଯ୍ୟଙ୍କୁ ଉପାସନା କରନ୍ତି ଏବଂ ସନ୍ଧ୍ୟା ହୋଇଗଲେ ସୂର୍ଯ୍ୟାସ୍ତ ହୋଇଗଲେ ସେମାନଙ୍କର ଭୋଜନ ନିଷିଦ୍ଧ ଅଛି। ଅନେକ ଗୁଡ଼ିଏ ତାଙ୍କର ସବୁ ବ୍ରତ ଅଛି, ମୁଁ ସେ ବିଷୟରେ କହୁନି। ବା ସେମାନେ ହେଉଛନ୍ତି ଶୂନ୍ୟର ଉପାସକ। ଅଲେଖଂ ସଦ୍ଗୁରୁ ରୂପଞ୍ଚ ସତ୍ୟଧର୍ମ ପ୍ରକାଶିତଂ ସର୍ବଧର୍ମୋପେତଂ ସର୍ବଧର୍ମ ପରେ ଏ ହେଉଛି ଧର୍ମ ଶ୍ରେଷ୍ଠ ଧର୍ମ ବୋଲି ମହିମା ଧର୍ମର ପ୍ରବର୍ତ୍ତକ ବା ପ୍ରଚାରକ ଅଲେଖ ଗୁରୁଙ୍କୁ ଭୀମ ଭୋଇ କହିଛନ୍ତି। ଏବଂ ଆଉ କ'ଣ କହିଛନ୍ତି? ଅଲେଖ ଶରଣଂ ନିତ୍ୟଂ ସର୍ବକାଳେ ପଦାମ୍ବୁଜଂ ଅଲେଖ ଶରଣଂ ନିତ୍ୟଂ। ତେଣୁ ମୁଁ ସେଇ ଅଲେଖ ଶୂନ୍ୟ ବ୍ରହ୍ମ ରୂପରେଖ ନାହିଁ ଅଛ ଉଦୟ ହୁଏ ଏଇଭଳି ଯେଉଁ ବ୍ରହ୍ମ ଆପଣମାନେ ଜାଣିଛନ୍ତି। ସେ ତାଙ୍କର ଗୁଡ଼ିଏ ଭଜନ ଜଣାଣ ସବୁ ଅଛି, ଅତି ଲୋକପ୍ରିୟ ଭଜନ। ଏବେ ମଧ୍ୟ ଲୋକମାନେ ଗାଉଛନ୍ତି। ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ, ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ, ଏମନ୍ତ ବ୍ରହ୍ମସ୍ୱରୂପ ଏମନ୍ତ ବ୍ରହ୍ମସ୍ୱରୂପ ଚିହ୍ନା ନ ଯାଏ, ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ। ଏ ଉପନିଷଦ ଶ୍ଵେତାଶ୍ଵେତ ଉପନିଷଦର ଇଏ ହେଉଛି ବାଣୀ। ଅପାଣି ପାଦୋ ଯବନୋ ଗୃହୀତା ପଶ୍ୟତ୍ୟ ଚକ୍ଷୁଷ ଶୃଣୋତ୍ୟ କର୍ଣ୍ଣ ସବେତି ବେଦ୍ୟଂ ନ ତ ଶାସ୍ତି ବେତ୍ତା ତମାହୁରଗ୍ର୍ୟଂ ପୁରୁଷଂ ମହାନ୍ତଂ। ସିଏ ହେଉଛି ବ୍ରହ୍ମ ସନାତନ। ଏଇ ଯେଉଁ ଭାବ ସେ କେଉଁଠୁ ପାଇଲେ? ଏ ତ ଅନ୍ଧ ଥିଲେ, ପାଠଶାଠ ପଢ଼ିନାହାନ୍ତି। ଯାହା ମହାଭାରତ ପୁରାଣ ଟିକେ ତାଙ୍କର ଶିଷ୍ୟମାନେ ଶୁଣେଇ ଦିଅନ୍ତି, ସେଥିରୁ ତାଙ୍କର କିଭଳି ଦେଖନ୍ତୁ ଅଲୌକିକ ଶକ୍ତି ଥିଲା ଯେ ଆଖି ନଥାଇ ମଧ୍ୟ ସେ ଦିବ୍ୟ ଦ୍ରଷ୍ଟା ଚକ୍ଷୁଷ୍ମାନ, ଆଖି ନଥିଲେ ମଧ୍ୟ ସେ ଚକ୍ଷୁଷ୍ମାନ ଦିବ୍ୟ ଦ୍ରଷ୍ଟା। ଏଇ ବ୍ରହ୍ମଶକ୍ତି ତାଙ୍କର ମନରେ ଜାଗ୍ରତ ହୋଇଛି, ଯାହାଫଳରେ ତାଙ୍କର ଭାବାନ୍ତର ଯେତେବେଳେ ଆସିଯାଏ ଏଇ ସରଳ ସାବଲୀଳ ସ୍ତୁତି ଚିନ୍ତାମଣିର 100ଟି ବୋଲି ସେ ସଂକଳିତ ହୋଇଛି। ଆହୁରି ମଧ୍ୟ ଅନ୍ୟାନ୍ୟ ଜଣାଣ ପ୍ରଭୃତି ତାଙ୍କର ରହିଛି। ତେଣୁ ଏଇ ଯେଉଁ ଅଲେଖ ଶରଣଂ ନିତ୍ୟଂ ସର୍ବକାଳେ ପତା, ତାଙ୍କର ପାଦପଦ୍ମରେ ପଦାମ୍ବୁଜ ବା ପାଦପଦ୍ମରେ ମୁଁ ସବୁବେଳେ ଶରଣାପନ୍ନ ହୋଇକରି ରହିଛି। ଏବଂ ତେ ପାଦେ ବନ୍ଦତେ ନିତ୍ୟଂ ଭବବନ୍ଧ ପ୍ରମୁଚ୍ୟତେ। ଭବବନ୍ଧ ଅର୍ଥାତ୍ ଏ ଭବବନ୍ଧନରୁ, ଭବବନ୍ଧନ କ'ଣ ମଣିଷ ପଡ଼ିଛି ନା ଏଇ ସଂସାର ରୂପକ ବନ୍ଧନରେ ପଡ଼ିଛି। ଆଦି ଭୌତିକ, ଆଦି ଦୈବିକ, ଆଧ୍ୟାତ୍ମିକ ଏ ତ୍ରିତାପ ଭୋଗ କରୁଛି। ଏଥିରୁ କେମିତି ପ୍ରଭୁ ଏଇ ଜଗତବାସୀଙ୍କୁ ମୁକ୍ତ କରନ୍ତୁ ଏବଂ ମୋ ଜୀବନ ପଛେ ଅଟକି ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏହି ଭାବରେ ସେ ଉଦ୍ବୁଦ୍ଧ ହୋଇ ବାଣୀ ଗୁଡ଼ିକ ସ୍ତୁତି ଚିନ୍ତାମଣିରେ ଯାହା ଉଲ୍ଲେଖ ହୋଇଛି। ଆସନ୍ତୁ ଆଜି ପ୍ରଥମ ବୋଲିଟିରେ ସେ କ'ଣ କହୁଛନ୍ତି ଆଲୋଚନା କରିବା। ଜୟ ଜୟ ଜ୍ୟୋତି ରୂପରେ ବିଖ୍ୟାତ
ଜୟ ଜୟ ଜ୍ୟୋତି ରୂପରେ ବିଖ୍ୟାତ ଶୂନ୍ୟ ଯା ଉଡ଼ୁଛି ବାନା କୃପା କଟାକ୍ଷତ ଅରୂପେ ବିଦିତ କୃପା କଟାକ୍ଷତ ଅରୂପେ ବିଦିତ ଭକତ ଦୁଃଖ ଖଣ୍ଡନା। ଏଇଥିରୁ ଆପଣ ଜାଣିବେ ଭକ୍ତଙ୍କର ଦୁଃଖ ଖଣ୍ଡନା। ଅରୂପ, ସେ ଅରୂପ, ଅଲେଖ, ନିରଞ୍ଜନ, ଏଇଭଳି ଯେଉଁ ଅରୂପ ମୂର୍ତ୍ତି, ନିରାକାର ମୂର୍ତ୍ତି, ବ୍ରହ୍ମ ଜ୍ୟୋତିର୍ମୟ, ଆଉ ବ୍ରହ୍ମର ସେ ହେଉଛନ୍ତି ଉପାସକ। ଏଣୁ ସେମାନେ ସାଧାରଣତଃ ଆପଣ ଜାଣନ୍ତି ମହିମା ଧର୍ମାବଲମ୍ବୀ ଯେଉଁମାନେ ଅଛନ୍ତି, ଆପଣ ଗାଁ ଗଣ୍ଡାମାନଙ୍କରେ ବୁଲୁଛନ୍ତି, ଗୋଟିଏ ବଡ଼ ବିରାଟ ତାଳପତ୍ର ଛତା ଧରିକିରି କୌପୁନି ଗେରୁଆ ଲୁଗା ପିନ୍ଧିକିରି ପରିଧାନ କରିକିରି ସେମାନେ ଯାଉଛନ୍ତି। ଆପଣ ଦେଖୁଥିବେ ଦାଣ୍ଡରେ ଯେତେବେଳେ ଯାଉଛନ୍ତି, ଆଉ ସେମାନେ ତାଙ୍କ ଦେହରୁ ଗୋଟେ ଜ୍ୟୋତି ବାହାରୁଛି। ତେଣୁ ସେମାନେ ହେଉଛନ୍ତି ଜ୍ୟୋତିର ଉପାସକ। ଏଣୁ ସିଏ ମଧ୍ୟ ସେଇ କଥା କହୁଛନ୍ତି ଯେ ଜୟ ଜୟ ଜ୍ୟୋତି ରୂପରେ ବିଖ୍ୟାତ ଶୂନ୍ୟ ଯାହା ବାନା ଉଡ଼ୁଛି, ଶୂନ୍ୟରେ ଯାହାର ବାନା ଉଡ଼ୁଛି, ଏଇଭଳି ଯେଉଁ ପ୍ରଭୁ ଶୂନ୍ୟ ବ୍ରହ୍ମ, ଠୁଳ ବ୍ରହ୍ମ ଆଉ ଜ୍ୟୋତି ରୂପରେ ବିଖ୍ୟାତ, ମୁଁ ତାଙ୍କୁ ନମସ୍କାର କରୁଛି। ଏବଂ କୃପା କଟାକ୍ଷତ ଅରୂପେ ବିଦିତ। ଆରେ ଅରୂପ ଫେର କୃପା କଟାକ୍ଷ ଆସିଲା, ତାଙ୍କର ଆଖି କୁଆଡ଼ୁ ଆସିଲା? ତେଣୁ ଏଇଥିରୁ ଆପଣ ଜାଣିବେ। ମୁଁ କହିଲି ଅପାଣି ପାଦ ଯବନୋଗ୍ରହୀତା ପଶ୍ୟତ୍ ଚକ୍ଷୁ। ଅରୂପ ଆଉ ଆଖି ନାହିଁ, ତଥାପି ସେ ସବୁ ଦେଖିଦେଇଛି। ସେ ହେଉଛନ୍ତି ସର୍ବଦ୍ରଷ୍ଟା। ତେଣୁ ତାକୁ ମଧ୍ୟ ଉପଲବ୍ଧି ସେ କରିଥିଲେ, ବ୍ରହ୍ମ ଉପଲବ୍ଧି ତାଙ୍କର ହେଇଯାଇଥିଲା। ଏଣୁ କୃପା କଟାକ୍ଷତ ଅରୂପେ ବିଦିତ। ଏଇଆଡ଼େ ଅରୂପ କଥା କହୁଛନ୍ତି, ସିଆଡ଼େ କୃପା କଟାକ୍ଷରେ ଆପଣମାନେ ଭକ୍ତମାନଙ୍କୁ କୃପା କଟାକ୍ଷରେ ଚାହୁଁଛନ୍ତି। ଆପଣଙ୍କର କୃପା ହେଲେ ଏ ଭବବନ୍ଧନ, ଏ ମାୟା, ଆମକୁ ଯେଉଁ ସତ୍ଵ ରଜ ତମ ଏଇ ମାୟା ଆମକୁ ଘେରିକିରି ଏ ଭୌତିକ ପ୍ରାଣୀମାନଙ୍କୁ ରହିଛି, ତାକୁ ଏଇଥିରୁ ଆପଣମାନେ ଆପଣ ହେ ପ୍ରଭୁ, ହେ ଜ୍ୟୋତି ରୂପ, ହେ ଅଲେଖ ଆଉ ଖଣ୍ଡନ କରିବା ହେଉ। ଆଉ ଦୁଃଖ, ଆପଣ ଦୁଃଖ ନାଶନ ଏବଂ ଭବ ଭୟ ଖଣ୍ଡନ କରନ୍ତୁ। ଏବଂ ପୁଣି କବି କ'ଣ କହୁଛନ୍ତି? ଜଗତ ଆବୁରି ପୁରୀ ଅଛ ହରି ନାମ ବ୍ରହ୍ମମୟ ତେଜ। ଜଗତ ଆବୁରି ପୁରୀ ଅଛ ହରି, ହେ ହରି, ଆପଣ ଜଗତକୁ ଆବୋରିକିରି ରହିଛ, ସମଗ୍ର ଜଗତକୁ। ତାଙ୍କର ବୋଲି ଅନ୍ୟ ବୋଲିରେ ଆଲୋଚନା କରିବା। ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁଦେଲେ, ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁଦେଲେ ଅନୁସରି, ସକଳ ଘଟରେ ଅଛ ସମାନରେ ନୁହେଁ ସାନ ବଡ଼ କରି। ବ୍ରହ୍ମ ତ ବ୍ରହ୍ମରେ ସାନ ବଡ଼ ନାହିଁ। ଅର୍ଥାତ୍ ଜୀବ ଦେହରେ ଯାହା, ପଶୁପକ୍ଷୀ ଦେହରେ ଥିବା, ପ୍ରାଣୀ ଦେହରେ ସେୟା, ଏବଂ ସମସ୍ତଙ୍କ ଦେହରେ ଜରାୟୁଜ, ସ୍ୱେଦଜ, ଅଣ୍ଡଜ ଇତ୍ୟାଦି ସମସ୍ତ ପ୍ରାଣୀ ଯିଏ ଯେଉଁ ଯୋନିରୁ ଜାତ ହେଇଥାଉ ନା କାହିଁ, ସମସ୍ତଙ୍କ ଦେହରେ ବ୍ରହ୍ମ ପରିପୂର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ସାନ ବଡ଼ ଭେଦଭାବ ଏଠି ନାହିଁ, ବ୍ରହ୍ମର ଭେଦଭାବ ନାହିଁ, ସେ ଅଭେଦ। ଏଣୁ କବି କହୁଛନ୍ତି ଜଗତ ଆବୋରିକିରି ରହିଛ। ମୁଁ କହିଲି ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ସବୁ ଦେହରେ ବ୍ରହ୍ମ ପରିପୂର୍ଣ୍ଣ ରହିକି ଏବଂ ଜୀବ ରୂପରେ ସମସ୍ତଙ୍କ ଦେହରେ ରହିଛନ୍ତି। ସେଇ ଯେଉଁ ପରମ ବ୍ରହ୍ମ, ସେଇ ଯେଉଁ ଜ୍ୟୋତି ରୂପ ବ୍ରହ୍ମ, ସେ ଜୀବ ରୂପରେ ଜୀବ ବ୍ରହ୍ମ ଆମେ କହୁଛେ। ଏଣୁ ଜଗତ ଆବୋରିକିରି ହରିନାମ, ହେ ହରି ଆଉ ବ୍ରହ୍ମମୟ ତେଜ, ଆପଣଙ୍କର ବ୍ରହ୍ମ ତେଜରେ ଏ ସମସ୍ତ କୀଟ ପତଙ୍ଗ ଆଦି ପ୍ରାଣୀମାନଙ୍କର, ମନୁଷ୍ୟଠୁ ଆରମ୍ଭ କରି ଯେତେ ସବୁ ପ୍ରାଣୀ ଅଛନ୍ତି ସମସ୍ତଙ୍କ ଦେହରେ ଅଛି। ଏବଂ ସ୍ଥାବର ମଧ୍ୟ, ବୃକ୍ଷ ଲତା ପର୍ବତ ପାହାଡ଼ ଯେଉଁ ସବୁଠି ବ୍ରହ୍ମ, ସର୍ବତ୍ରୈବ ବ୍ରହ୍ମ, ବ୍ରହ୍ମ ବୋଲି କୁହାଯାଇଛି। ଅଜ୍ଞାନୀ କି ମେରୁ ସୁଜ୍ଞାନୀ କି ସରୁ ନୁହଇ ଉଶ୍ୱାସ ବୁଝ। ଆପଣ ଅଜ୍ଞାନୀ ଅର୍ଥାତ୍ ଯେଉଁମାନେ ଜ୍ଞାନହୀନ, ବୁଦ୍ଧିହୀନ, ଯାହାର ଅଜ୍ଞାନ ଯେଉଁମାନେ, ମୂର୍ଖ ଯେଉଁମାନେ, ସେମାନେ କ'ଣ କରନ୍ତି ନା ବୁଝିପାରନ୍ତିନି ତାଙ୍କୁ ଏ ବ୍ରହ୍ମ କ'ଣ। ଏଇ ଉପନିଷଦୀୟ ଚିନ୍ତାଧାରା, ଇଏ ଜ୍ୟୋତି ବ୍ରହ୍ମ, ଇଏ ଅଲେଖ, ଇଏ ନିରଞ୍ଜନ, ଇଏ ନିରାକାର, ଏହାର ଉପାସନା କର। ଆମେ ଯେଉଁ ମୂର୍ତ୍ତି ପ୍ରତିମା ପୂଜା କରୁଛେ, ମୂର୍ତ୍ତି ବା ପାଷାଣ ପଥରରେ ମଧ୍ୟ ତିଆରି ହେଉଛି, କାଠ ପାଷାଣରେ ତିଆରି ମୂର୍ତ୍ତିରେ ତାଙ୍କମାନଙ୍କର ବିଶ୍ୱାସ ନାହିଁ। ସେ ହେଉଛନ୍ତି ଜ୍ୟୋତି ରୂପକ। ଆଉ ଜ୍ୟୋତିର ବ୍ରହ୍ମମୟ ଜ୍ୟୋତି ଯେଉଁ ମୁଁ କହିଲି, ତା'ର ରୂପ କ'ଣ ଅଛି? କିଛି ନାହିଁ। ତେଣୁ ଏଇ ଅଜ୍ଞାନୀ ଯେଉଁମାନେ ଜ୍ଞାନହୀନ, ସେମାନେ କୁଆଡ଼ୁ ଏ କଥା ଜାଣିପାରିବେ? ତେଣୁ ସମସ୍ତେ ସେଇ କଥା କହିଛନ୍ତି, ବା ଆମର ସାହିତ୍ୟରେ ମଧ୍ୟ ସେଇ କଥା ସବୁ କୁହାଯାଇଛି। ଉପନିଷଦ
ମହାଭାରତରେ କହନ୍ତୁ, ରାମାୟଣରେ କହନ୍ତୁ, ପୁରାଣରେ କହନ୍ତୁ, ଭଗବଦ୍ ଗୀତାରେ କହନ୍ତୁ, ହରିବଂଶରେ କହନ୍ତୁ, ଭାଗବତରେ କହନ୍ତୁ, ଯେକୌଣସି ପୁରାଣ, ଅଷ୍ଟାଦଶ ପୁରାଣ ଆଉ କେତେ ଶାସ୍ତ୍ର, ନ୍ୟାୟାଦି ଶାସ୍ତ୍ର, ପୁରାଣ, ନ୍ୟାୟ, ମୀମାଂସା, ବୈଶେଷିକ, ବେଦାନ୍ତ, ବ୍ରହ୍ମସୂତ୍ର ଇତ୍ୟାଦି ସବୁଠି ଆଲୋଚନା, ଉପନିଷଦ ସବୁଠି ଆଲୋଚନା ହେଇଛି। ଏଇଭଳି ଯେଉଁ ପରିବ୍ୟାପ୍ତ ହେଇକରି ରହିଛି ଯେଉଁ ବ୍ରହ୍ମ, ତାର ଉପାସକ ହେଉଛନ୍ତି ଭୀମ ଭୋଇ। ତେଣୁ ଏହାକୁ ସରଳ ଭାବରେ ସମସ୍ତଙ୍କର ବୋଧଗମ୍ୟ ହେବ ବୋଲି ବୁଝେଇ ଦେଇଛନ୍ତି। ଏବଂ ଅଜ୍ଞାନୀ କି ମେରୁ, କିନ୍ତୁ ଯିଏ ଅଜ୍ଞାନୀ, ଯିଏ ମୂର୍ଖ, ସିଏ ତାକୁ ମେରୁ ପର୍ବତ ତୁଲ୍ୟ। ଆରେ କ'ଣ ଏଗୁଡ଼ାକ କୁହାଯାଇଛି? ଆଉ ମେରୁ ପର୍ବତ ତୁଲ୍ୟ ବୋଝ, କିନ୍ତୁ ଜ୍ଞାନୀ କି ସ୍ୱରୂପ, ଜ୍ଞାନୀକୁ ଅର୍ଥାତ୍ ସାମାନ୍ୟ ନିମିତ୍ତ ମାତ୍ର। ପୁଣି କହୁଛନ୍ତି ଜ୍ଞାନୀକୁ ନିମିତ୍ତ ମାତ୍ର ହେଲେ ମଧ୍ୟ ସିଏ ମଧ୍ୟ ବୋଝ ସଦୃଶ, ଅର୍ଥାତ୍ ବ୍ରହ୍ମକୁ କିଏ ବୁଝିବ? ନେତି ନେତି ବୋଲି ପୁରାଣ ଶାସ୍ତ୍ରମାନେ ଯେଉଁମାନେ କହିଛନ୍ତି, ମୁନି ଋଷିମାନେ, ସେମାନେ ମଧ୍ୟ କହିଛନ୍ତି ନେତି ନେତି ନ ଇତି, ଅର୍ଥାତ୍ ଇଏ ଆମେ ଯେତେ ବର୍ଣ୍ଣନା କରିଛେ ଇଏ ସିଏ, ଆଉ ପାର୍ଥିବ ଜଗତର ମନୁଷ୍ୟର କେତେ ବୁଦ୍ଧି ଅଛି ବ୍ରହ୍ମକୁ, ବ୍ରହ୍ମ ବିଷୟକ ଆଲୋଚନା କରିବ। ତେଣୁ ନେତି ନେତି ବୋଲି ସ୍ୱୀକାର କରିଛନ୍ତି। ଏଇ ଯେଉଁ ବ୍ରହ୍ମ ସ୍ଥାବର ଜଙ୍ଗମ କୀଟରୁ ପତଙ୍ଗ ସବୁଠି ପରିପୂର୍ଣ୍ଣ ହେଇକି ରହିଛେ। ପ୍ରଭୁ ତୁମକୁ ନମସ୍କାର। ଆଉ ଭବ ଭୟକୁ ଆପଣ ଖଣ୍ଡନ କରନ୍ତୁ। ଅଭୟ ପୟରୁ ପ୍ରଭୁ ଶିଛାମୁରୁ କିଛି କୃପା ହେଉ ନା। ତାପରେ ବ୍ୟକ୍ତିଗତ କଥା କହୁଛନ୍ତି। ଅଭୟ ପୟରୁ ପ୍ରଭୁ ଶିଛାମୁରୁ କିଛି କୃପା ହେଉ ନାହିଁ। ନିମିଷ ମାତ୍ରକ ଯୁଗ ଲେଖୁଅଛି, ଦିବସ ଗଣୁଛି ମୁହିଁ। ଆହା ତୁ କରତା ବୋଲି ମନେ ଚିନ୍ତା, ଆହା ତୁ କରତା ବୋଲି ମନେ ଚିନ୍ତା। ଲଲାଟରେ ହସ୍ତ ମାରି, ଉଦ୍ଧର ବା ନ ଉଦ୍ଧର ମହାପ୍ରଭୁ, ଉଦ୍ଧର ବା ନ ଉଦ୍ଧର, ହେ ମହାପ୍ରଭୁ ଉଦ୍ଧାର କର, ଉଦ୍ଧାର ନ କର, ଉଦ୍ଧାର କର ବା ନ କର, ମୁଁ ହାତ ଯୋଡ଼ିକିରି ଜଗତ କରତା, ଏଇ ଜଗତର ଯିଏ ହେଉଛନ୍ତି କର୍ତ୍ତା, ସିଏ ହେଉଛନ୍ତି ଏକମାତ୍ର କାରଣ, ସିଏ ହେଉଛନ୍ତି ଏକମାତ୍ର କର୍ତ୍ତା। ସନ୍ତାପେ ଗଲେଣି ସରି, ମୁଁ ସନ୍ତାପରେ ଜର୍ଜରିତ ହେଇକିରି, ଦୁଃଖ ଯନ୍ତ୍ରଣା ଦ୍ୱାରା ସନ୍ତାପିତ ହେଇକିରି ମୁଁ ସରିଯାଉଛି। ଆଉ ନିମିଷ ମାତ୍ରକ ଯୁଗ ଲେଖୁଛି ଆପଣଙ୍କ ବିଷୟ, ଏ ଯେଉଁ ମୁଁ ଲେଖୁଛି, ଆଉ ମୁଁ ବା କ'ଣ ଲେଖିବି, ମୁହୂର୍ତ୍ତେ ଲେଖିଲା ବେଳକୁ ମୋତେ ଯୁଗ ଭଳିଆ ପ୍ରତୀତ ହେଉଛି। ଏବଂ ଅଭୟ ପୟରୁ ପ୍ରଭୁ ଶ୍ରୀଛାମରୁ, ତା ସତ୍ତ୍ୱେ ମଧ୍ୟ ଆପଣଙ୍କର ପାଦ ପଦ୍ମରୁ ମୋତେ କିଛି କୃପା ହେଇନି ବୋଲି କବି ଏଇଟା ସ୍ପଷ୍ଟ କରି କହିଦେଇଛନ୍ତି ଯେ ଅଭୟ ପୟରୁ ପ୍ରଭୁ ଶ୍ରୀଛାମରୁ, ଆପଣଙ୍କ ମୁଖରୁ ନିଃସୃତ କିଛି କୃପା ମୁଁ ଆଶା କରୁଛି, ଅଥଚ ମୋତେ କିଛି ମିଳୁନି। ଏବଂ ଆହା ତୁ କରତା ବୋଲି ମନେ ଚିନ୍ତା, ଲଲାଟରେ ହାତ ମାରିକିରି କହୁଛି, ଆମେ କହୁନି ଆହାରେ ବିଧାତା, ସେମିତି ଏ ଜଗତର କର୍ତ୍ତା ତୁ ବୋଲି ମୁଁ ସ୍ୱୀକାର କରୁଛି। ଅଥଚ ସେଇ ପ୍ରଭୁ, ମୁଁ ଯାହାକୁ ଏତେ ଆତୁର ହେଇକିରି ଡାକୁଛି, ସନ୍ତାପରେ ମୁଁ ଜର୍ଜରିତ ହେଇଛି, ତୁମେ ଉଦ୍ଧାର, ପ୍ରଭୁ ଆଉ କ'ଣ ମୁଁ କରିପାରିବି? ଆପଣ ହେଉଛନ୍ତି କର୍ତ୍ତା, ଆପଣ ଚାହିଁଲେ ଉଦ୍ଧାର କରିବେ, ଆପଣ ଚାହିଁଲେ ଉଦ୍ଧାର ନ କରିପାରନ୍ତି। ଉଦ୍ଧାର କର ବା ନ କର, ମୁଁ ସବୁବେଳେ ସେଇ ଜ୍ୟୋତି, ସେଇ ଅଲେଖ ବ୍ରହ୍ମର ଚିନ୍ତା ମୁଁ କରୁଥିବି, ମୋର ହୃଦୟରେ ସବୁବେଳେ ଆପଣ ଥିବେ। ପୁଣି କବି କହୁଛନ୍ତି, ମେଲିଛ ପସରା ନିର୍ବେଦରେ ପରା, ଅରୂପେ କରିବ ପାରି। ଘେନ ମୋ ବିନତି ବୁଝ ତୁ ବ୍ୟକତି, ଯେବେ ଭକ୍ତ ହିତକାରୀ। ଯେବେ ଯେ ହେ ପ୍ରଭୁ ଆପଣ ଯଦି ଭକ୍ତମାନଙ୍କର ହିତକାରୀ, ଆମେ କହୁଛେ ଭକ୍ତର ଭଗବାନ, ଆମେ କହୁଛେ ଓଡ଼ିଆରେ ଗୀତ ଆପଣ ଶୁଣିଛନ୍ତି, ଭକତ ବିଦୁର ଶାଗ ଖାଇଥିଲା ସେ ସୁଦାମା, ଏତେ ବା ଯେକୌଣସି ଭକ୍ତ, ଆଉ ଭଗବାନଙ୍କର କେତେ ଭକ୍ତ ଅଛନ୍ତି। ତେଣୁ ଆଉ ଭକତ ଆପଣ ହେଉଛନ୍ତି ମଧ୍ୟ ହିତକାରୀ। ଭକ୍ତ ଯୁଆଡ଼େ ଭଗବାନ ସିଆଡ଼େ। ଆପଣ ଜାଣିଛେ ନା ହମ୍ ବୈକୁଣ୍ଠେ ତିଷ୍ଠାମି, ଭଗବାନ କ'ଣ କହୁଛନ୍ତି? ନା ହମ୍ ବୈକୁଣ୍ଠେ ତିଷ୍ଠାମି ଯୋଗିନାଂ ହୃଦୟେନ ଚ ମଦ୍ ଭକ୍ତାଃ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ମୋ ଭକ୍ତମାନେ ମୋତେ ଯେଉଁଠି ଗାନ କରୁଛନ୍ତି ମୁଁ ସେଠି ସବୁବେଳେ ରହିଛି। ଏଇ ଯେଉଁ କଥାଟି ଭୀମ ଭୋଇ ମଧ୍ୟ ତାକୁ ସରଳ ଭାବରେ ଲେଖିଦେଇଛନ୍ତି ଯେ ଯେବେ ଭକ୍ତ ହିତକାରୀ, ଆଉ ମୋ ବିନତି ଆପଣ ବୁଝ ବା ନ ବୁଝ, ଅର୍ଥାତ୍ ପ୍ରଭୁ ନିଶ୍ଚୟ ବୁଝିବେ। ବ୍ୟଞ୍ଜନାରେ କଥାଟି କହିଲେ ସରଳ ଭାବରେ ବୋଧଗମ୍ୟ ହେବାକୁ କବି କହିଛନ୍ତି। ଆରେ ମୋ ବିନତି ବା ମୁଁ ଯାହା ଅନୁନୟ ବିନୟ କରି ଆପଣଙ୍କ ହାତରେ ଯୋଡ଼ହସ୍ତ ହେଇକରି କହୁଛି, ହେ ପ୍ରଭୁ ନିରଞ୍ଜନ, ହେ ପ୍ରଭୁ ଅଲେଖ, ଆଉ ଆପଣ ମୋତେ ଉଦ୍ଧାର କରନ୍ତୁ ବା ଏ ଭବ ମାୟା ଜାଲରୁ
मुक्त करिकरी मते उद्धार करंतु एति कहिकरी कवि परवर्ती पर्याय आउ कौन कहिचंती एई ब्रह्म विषय रे एई शून्य ब्रह्म विषय रे ज्योतिर ब्रह्म विषय रे परवर्ती पर्याय सुविधा आलोचना करिया। नमस्कार।